ବୈଶାଖ ମାସ ଶୁକ୍ଳପକ୍ଷ ଏକାଦଶୀକୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଶ୍ରୀରାମଚନ୍ଦ୍ର ଗୁରୁଦେବ ବଶିଷ୍ଠଙ୍କୁ ପଚାରିଥିଲେ, ଗୁରୁଦେବ, ଏମିତି ଏକ ବ୍ରତ କୁହନ୍ତୁ ଯେଉଁ ବ୍ରତ କରିଲେ ସମସ୍ତ ପାପ ଏବଂ ଦୁଃଖ ଦୂର ହୋଇଯିବ। ସୀତାଙ୍କ ବିୟୋଗରେ ମୁଁ ବହୁତ ଦୁଃଖ ଭୋଗ କରୁଛି। ଏହା ଶୁଣି ଗୁରୁ ବଶିଷ୍ଠ କହିଲେ, ଆପଣ ଉଚିତ ପ୍ରଶ୍ନଟିଏ ପଚାରିଛନ୍ତି। ଆପଣଙ୍କର ନାମ ସ୍ମରଣ କରି ମନୁଷ୍ୟ ପବିତ୍ର ଓ ଶୁଦ୍ଧ ହୋଇଥାଏ। ଲୋକହିତ ପାଇଁ ଏହି ମୋହିନୀ ଏକାଦଶୀ ବ୍ରତ କରିଲେ ମନୁଷ୍ୟର ସମସ୍ତ ପାପ ଓ ଦୁଃଖ ଦୂର ହୋଇଥାଏ। କିମ୍ବଦନ୍ତୀ ଅନୁସାରେ ସରସ୍ୱତୀ ନଦୀ ତଟରେ ଭଦ୍ରାବତୀ ନାମକ ନଗରୀରେ ଧୂତି ନାମକ ଚନ୍ଦ୍ରବଂଶୀ ରାଜା ଶାସନ କରୁଥିଲେ। ସେହି ରାଜ୍ୟରେ ଧନପାଳ ନାମକ ଜଣେ ବୈଶ୍ୟ ଅତ୍ୟନ୍ତ ଧର୍ମାଳୁ ଓ ବିଷ୍ଣୁଭକ୍ତ ଥିଲେ। ସେ ନଗରରେ ଅନେକ ଭୋଜନାଳୟ, କୂପ, ସରୋବର, ଧର୍ମଶାଳା ଆଦି ନିର୍ମାଣ କରିଥିଲେ। ରାସ୍ତାର ପାର୍ଶ୍ୱରେ ଅତ୍ୟନ୍ତ ଉପକାରୀ ବୃକ୍ଷ ଓ ଫଳବୃକ୍ଷମାନ ରୋପଣ କରିଥିଲେ। ସେହି ବୈଶ୍ୟର 5 ଗୋଟି ପୁତ୍ର ସୁମନ, ସୁଦବୁଦ୍ଧି, ମେଧାବୀ, ସୁକୃତ ଓ ଧୃଷ୍ଟବୁଦ୍ଧି ଥିଲେ। 5 ପୁତ୍ର ମଧ୍ୟରୁ ଧୃଷ୍ଟବୁଦ୍ଧି ମହାପାପୀ ଥିଲା। ସେ କାହାରିକୁ ମାନୁ ନଥିଲା। ଜୁଆ ଖେଳ, ମଦମାଂସ ସେବନ ସହିତ ଦୁରାଚାରୀ ଲୋକଙ୍କ ସଂସ୍ପର୍ଶରେ ରହି ଧନର ଅପବ୍ୟୟ କରୁଥିଲା। ତେଣୁ ତାହାର ପିତା ତାକୁ ଘରୁ ବିତାଡ଼ିତ କରିଦେଲେ। ନିଜର ସଞ୍ଚିତ ଅର୍ଥ ସରିଯିବା ପରେ ଧୃଷ୍ଟବୁଦ୍ଧି ଚୋରି କାର୍ଯ୍ୟରେ ଲିପ୍ତ ରହିଲା। ଧରାପଡ଼ି ରାଜାଙ୍କ କାରାବାରରେ ଜୀବନ ବିତାଇଲା ଏବଂ ଶେଷରେ ତାକୁ ନଗରରୁ ନିର୍ବାସନ ଦଣ୍ଡ ମିଳିଲା। ବଣରେ ରହି ପଶୁ ପକ୍ଷୀଙ୍କୁ ମାରି ଖାଇବାକୁ ଲାଗିଲା। ଭୋକ ଉପାସରେ ଏହିପରି ବ୍ୟଥିତ ହୋଇ ଦିନେ ବୁଲୁଥିବା ବେଳେ କୌଣ୍ଡିନ୍ୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲା। ଏହି ସମୟରେ କୌଣ୍ଡିନ୍ୟ ଋଷି ନଦୀରୁ ସ୍ନାନ କରି ଫେରୁଥିବା ବେଳେ ତାଙ୍କ ଓଦା ବସ୍ତ୍ରରୁ କିଛି ବୁନ୍ଦା ପାଣି ଏହି ଧୃଷ୍ଟବୁଦ୍ଧି ଉପରେ ପଡ଼ିଯିବା ଫଳରେ ତା ମନରେ ସଦ୍ବୁଦ୍ଧି ପ୍ରାପ୍ତ ହେଲା। ସେ କୌଣ୍ଡିନ୍ୟ ମୁନିଙ୍କୁ ପ୍ରଣାମ କରି କହିଲା, ହେ ମୁନି, ମୁଁ ମୋ ଜୀବନରେ ଅନେକ ପାପ କରିଛି। ଏହି ପାପରୁ ମୁକ୍ତି ହେବା ପାଇଁ ମୋତେ ଉପାୟ କୁହନ୍ତୁ। ଏହା ଶୁଣି କୌଣ୍ଡିନ୍ୟ ମୁନି କହିଲେ, ବୈଶାଖ ମାସ ଶୁକ୍ଳପକ୍ଷ ମୋହିନୀ ଏକାଦଶୀ ବ୍ରତ ନିଷ୍ଠାର ସହ କରିବାକୁ ଏବଂ ଏହି ବ୍ରତ କଲେ ମନୁଷ୍ୟ ନିଜର ସମସ୍ତ ମୋହ ମାୟା ପାପରୁ ଦୂର ହୋଇ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ। ଏହି ଦିନ ଭଗବାନ ଶ୍ରୀବିଷ୍ଣୁ ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସକୁ ରାକ୍ଷସମାନଙ୍କ କବଳରୁ ବଞ୍ଚାଇବା ପାଇଁ ମୋହିନୀ ରୂପ ଧାରଣ କରିଥିଲେ। ଏହି ମୋହିନୀ ରୂପରେ ଶ୍ରୀବିଷ୍ଣୁ ଦେବତାମାନଙ୍କୁ ଅମୃତ ପାନ କରାଇଥିଲେ। ଏହି ମୋହିନୀ ଏକାଦଶୀ ବ୍ରତ ମୋହ ବନ୍ଧନ ଏବଂ ପାପରୁ ମୁକ୍ତି ଦେଇଥାଏ।